ପିଲାମାନେ, ଆଜି ଆମେ ପଢ଼ିବା ଜୀବ ବିଜ୍ଞାନ ମାନେ ଲାଇଫ୍ ସାଇନ୍ସ ବହିର ପ୍ରଥମ ଅଧ୍ୟାୟ। ତେବେ କ'ଣ ରହିଛି ପ୍ରଥମ ଅଧ୍ୟାୟରେ? ପ୍ରଥମ ଅଧ୍ୟାୟରେ ରହିଛି ପୋଷଣ। ତାହେଲେ ପିଲାମାନେ ଚାଲ ନଜର ପକାଇବା ପରୀକ୍ଷାରେ ଆସୁଥିବା ପ୍ରଶ୍ନ ଉତ୍ତର ଉପରେ। ଏବେ ଦେଖିବା 1 ନମ୍ବରରେ କ'ଣ କୋଶ୍ଚିନ୍ ଅଛି। ଆଲୋକ ଶ୍ଳେଷଣ କ'ଣ? ସବୁଜ ଉଦ୍ଭିଦରେ ଏହି ପ୍ରକ୍ରିୟା କିପରି ହୋଇଥାଏ ବର୍ଣ୍ଣନା କର। ପ୍ରଥମ ପଏଣ୍ଟ ହେଉଛି ପତ୍ର ହରିତ ଥିବା ସମସ୍ତ ଉଦ୍ଭିଦ ଓ ନୀଳ ହରିତ ଶୈବାଳ ଆଲୋକ ଶକ୍ତିକୁ ଉପଯୋଗ କରି ଅଙ୍ଗାରକାମ୍ଳ ଓ ଜଳ ମଧ୍ୟରେ ସଂଯୋଗ ଘଟାଇ ଶ୍ୱେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏହି ପ୍ରକ୍ରିୟାକୁ ଆଲୋକ ଶ୍ଳେଷଣ କହନ୍ତି। ଦ୍ୱିତୀୟ ପଏଣ୍ଟ, ରବର୍ଟ ହିଲ୍ ପରୀକ୍ଷା କରି ଦେଖିଲେ ଯେ ଆଲୋକ ଶ୍ଳେଷଣରେ ଗୋଟିଏ ଶର୍କରା ଅଣୁ ପ୍ରସ୍ତୁତ କରିବା ପାଇଁ 6ଟି ଅଙ୍ଗାରକାମ୍ଳ ଓ 12ଟି ଜଳ ଅଣୁ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟିଥାଏ। ଫଳରେ ଶର୍କରା ଅଣୁ ସହିତ 6ଟି ଜଳ ଅଣୁ ଓ 6ଟି ଅମ୍ଳଜାନ ଅଣୁ ପ୍ରସ୍ତୁତ ହୁଏ। ଏବେ ଦେଖିବା ତୃତୀୟ ପଏଣ୍ଟ। 1905 ମସିହାରେ ବ୍ଲାକମ୍ୟାନ୍ ଆଲୋକ ଶ୍ଳେଷଣ ପ୍ରକ୍ରିୟାକୁ 2ଟି ପ୍ରକ୍ରିୟାରେ ବିଭକ୍ତ କରିଥିଲେ। ଗୋଟେ ହେଉଛି ଆଲୋକ ପ୍ରକ୍ରିୟା ଓ ଦ୍ୱିତୀୟଟି ହେଉଛି ଅନ୍ଧକାର ପ୍ରକ୍ରିୟା। ନେକ୍ସଟ ପଏଣ୍ଟ, ଆଲୋକ ପ୍ରକ୍ରିୟା କ୍ଲୋରୋପ୍ଲାଷ୍ଟର ଥାଇଲାକଏଡ୍ ଝିଲ୍ଲିରେ ଓ ଅନ୍ଧାର ପ୍ରକ୍ରିୟା କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ ସମ୍ପାଦିତ ହୋଇଥାଏ। ଏବେ ଦେଖିବା ନେକ୍ସଟ ପଏଣ୍ଟରେ କ'ଣ ଅଛି। ଆଲୋକ ପ୍ରକ୍ରିୟା ପାଇଁ କ୍ଲୋରୋଫିଲ୍, ଜଳ ଓ ଆଲୋକ ଆବଶ୍ୟକ ହୋଇଥାଏ। ଏହି ପ୍ରକ୍ରିୟାରେ ଏଟିପି ଓ NADPH ମିଶି ଆଲୋକ ଶ୍ଳେଷଣ ଶକ୍ତି ଗଠନ କରନ୍ତି। ନେକ୍ସଟ ପଏଣ୍ଟ, ଅନ୍ଧକାର ପ୍ରକ୍ରିୟାକୁ ଏନଜାଇମ୍ ପ୍ରକ୍ରିୟା କୁହାଯାଏ। ମେଲଭିନ୍ କେଲଭିନ୍ ଏହି ପ୍ରକ୍ରିୟାକୁ ଆବିଷ୍କାର କରିଥିବାରୁ ଏହାକୁ କେଲଭିନ୍ ଚକ୍ର ମଧ୍ୟ କୁହାଯାଏ। ଏହି ପ୍ରକ୍ରିୟା ପାଇଁ ଅଙ୍ଗାରକାମ୍ଳ ଓ ଶକ୍ତି ଆବଶ୍ୟକ। ଏବେ ଦେଖିବା 2 ନମ୍ବରରେ କ'ଣ କୋଶ୍ଚିନ୍ ଅଛି। ଖାଦ୍ୟର ପ୍ରକାର ଭେଦ ଉଦାହରଣ ସହ ଲେଖ। ରାସାୟନିକ ଗଠନ, କାର୍ଯ୍ୟ ଓ ଶକ୍ତି ପ୍ରଦାନକୁ ଆଧାର କରି ଖାଦ୍ୟକୁ 6 ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଶ୍ୱେତସାର, ପୃଷ୍ଟିସାର, ସ୍ନେହସାର, ଧାତୁସାର, ଭିଟାମିନ୍ ଓ ଜଳ। ଏବେ ଦେଖିବା ଶ୍ୱେତସାର। ଶର୍କରା ଓ ମଣ୍ଡଦ ଆମେ ଖାଉଥିବା ପ୍ରଧାନ ଶ୍ୱେତସାର ଜାତୀୟ ଖାଦ୍ୟ। ଭାତ, ରୁଟି, ଆଳୁ ଆଦିରେ
ପ୍ରଚୁର ପରିମାଣ ମଣ୍ଡଦ ଥାଏ। ଚିନି ଓ ଗୁଡ଼ ଆଦିରେ ସୁକ୍ରୋଜ୍ ଓ ପନିପରିବା ଏବଂ ଫଳ ରସରେ ଗ୍ଲୁକୋଜ୍ ଥାଏ। 1 ଗ୍ରାମ ଶ୍ୱେତସାରରୁ ପ୍ରାୟ 16 କିଲୋ ଜୁଲ୍ ଶକ୍ତି ମିଳେ। ବୁଝିପାରିଲେ ତ ପିଲାମାନେ? ଏବେ ଦେଖିବା ପୁଷ୍ଟିସାର। ଏମିନୋ ଅମ୍ଳର ଶୃଙ୍ଖଳ ଦ୍ୱାରା ପୁଷ୍ଟିସାର ଗଠିତ। ଶରୀରର ବୃଦ୍ଧି ଏବଂ ନୂତନ କୋଷ ଓ ତନ୍ତୁ ଗଠନ ପାଇଁ ପୁଷ୍ଟିସାର ଆବଶ୍ୟକ। ପୁଷ୍ଟିସାର ଖାଦ୍ୟ ମାଛ, ମାଂସ, ଛେନା ଓ କ୍ଷୀର ଆଦିରେ ରହିଥାଏ। ଏବେ ଦେଖିବା ସ୍ନେହସାର। ମାଂସ, କ୍ଷୀର, ଛେନା, ଲହୁଣୀ, ଅଣ୍ଡାର କେଶର, ତେଲ ଓ ଘିଅ ଆଦିରେ ସ୍ନେହସାର ଥାଏ। କୋଷ ଝିଲ୍ଲି ତିଆରିରେ ସ୍ନେହସାରର ଭୂମିକା ରହିଛି। ଏବେ ଦେଖିବା ଧାତୁସାର। ଶରୀରର ଗଠନ ପାଇଁ ବିଭିନ୍ନ ଧରଣର ଧାତୁସାର ଯଥା ଲୌହ, କ୍ୟାଲସିୟମ୍, ଫସ୍ଫରସ୍, ସୋଡ଼ିୟମ୍, ପୋଟାସିୟମ୍ ଆଦି ଆବଶ୍ୟକ। ଶରୀରରେ ଦାନ୍ତ ଓ ହାଡ଼ର ଗଠନ ପାଇଁ କ୍ୟାଲସିୟମ୍ ଓ ହିମୋଗ୍ଲୋବିନ୍ର ଗଠନ ପାଇଁ ଲୌହ ଆବଶ୍ୟକ ହୋଇଥାଏ। ଏବେ ଦେଖିବା ଭିଟାମିନ୍। କୋଷରେ ବିଭିନ୍ନ ପ୍ରକାରର ରାସାୟନିକ ପ୍ରକ୍ରିୟା ଏଞ୍ଜାଇମ୍ ସାହାଯ୍ୟରେ ହୋଇଥାଏ। ଭିଟାମିନ୍ ଉପସ୍ଥିତିରେ ସେ ସମସ୍ତ ପ୍ରକ୍ରିୟା ସୁଚାରୁ ରୂପେ ସମ୍ପନ୍ନ ହୋଇଥାଏ। ଜଳରେ ଦ୍ରବଣୀୟ ଭିଟାମିନ୍ ଶାଗ, ପନିପରିବା ଓ ଫଳ ଆଦିରୁ ମିଳିଥାଏ। ଏବେ ଦେଖିବା ଜଳ। ଖାଦ୍ୟର ପାଚନରେ ଜଳ ସାହାଯ୍ୟ କରିଥାଏ। କୋଷରେ ଥିବା କୋଷ ରସରେ 70ରୁ 90% ଜଳ ଥାଏ। ଝାଳ, ପରିସ୍ରା ଓ ନିଶ୍ୱାସ ଆଦିରେ ଶରୀରରୁ ଜଳ କ୍ଷୟ ହୁଏ। ଆମେ ପ୍ରତିଦିନ 3ରୁ 4 ଲିଟର ପାଣି ପିଇବା ଆବଶ୍ୟକ। ଏବେ ଦେଖିବା 3 ନମ୍ବରରେ କ'ଣ କ୍ୱେଶ୍ଚିନ୍ ଅଛି। ପରଭୋଜୀ ପୋଷଣ କ'ଣ? ପରଭୋଜୀ ପୋଷଣର ପ୍ରକାର ଭେଦ ଉଦାହରଣ ସହ ବୁଝାଅ। ଆନ୍ସର: ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ ନ କରି ଅନ୍ୟ ପ୍ରାଣୀ ବା ଉଦ୍ଭିଦ ଉପରେ ନିର୍ଭର କରିଥାନ୍ତି ତାହାକୁ ପରଭୋଜୀ କୁହାଯାଏ। ଏମାନଙ୍କର ପୋଷଣକୁ ପରଭୋଜୀ ପୋଷଣ କୁହାଯାଏ। ତେବେ ପରଭୋଜୀ ପୋଷଣ ମୁଖ୍ୟତଃ 4 ପ୍ରକାର। ପ୍ରାଣୀ ସମ ପୋଷଣ, ମୃତୋପଜୀବାୟ ପୋଷଣ, ପରଜୀବୀୟ ପୋଷଣ ଏବଂ ସହଜୀବୀୟ ପୋଷଣ। ଏବେ ଦେଖିବା ପ୍ରାଣୀ ସମ ପୋଷଣ। ଜୀବମଣ୍ଡଳରେ ବାସ କରୁଥିବା ସମସ୍ତ ସାଧାରଣ ପ୍ରାଣୀଙ୍କ ପୋଷଣ ପ୍ରକ୍ରିୟାକୁ ପ୍ରାଣୀ ସମ ପୋଷଣ କୁହାଯାଏ। ଉଦାହରଣ ହେଉଛି ମନୁଷ୍ୟ, ଘୋଡ଼ା, ହାତୀ ଇତ୍ୟାଦି। ଏବେ ଦେଖିବା
ମୃତପୋଜୀବାୟ। ଯେଉଁ ଜୀବମାନେ ମୃତ, ଗଳିତ, ପଚାସଢ଼ା ଉଦ୍ଭିଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜର ପୁଷ୍ଟି ସାଧନ କରିଥାନ୍ତି, ତାହାକୁ ମୃତପୋଜୀବୀ କୁହାଯାଏ। ଉଦାହରଣ: ଛତୁ ଜାତୀୟ କବକ ଇଷ୍ଟ, ବ୍ୟାକ୍ଟେରିଆ ଇତ୍ୟାଦି। ଏବେ ଦେଖିବା ପରଜୀବୀୟ ପୋଷଣ। ଯେଉଁ ଜୀବମାନେ ଅନ୍ୟ ଜୀବନ୍ତ ଉଦ୍ଭିଦ ବା ପ୍ରାଣୀଙ୍କ ଶରୀର ଭିତରେ ବା ବାହାରେ ରହି ସେମାନଙ୍କଠାରୁ ସଂଗ୍ରହ କରି ନିଜର ପୁଷ୍ଟି ସାଧନ କରିଥାନ୍ତି, ତାହାକୁ ପରଜୀବୀ କୁହାଯାଏ। ଉଦାହରଣ: ମଲାଙ୍ଗ, ନିମ୍ବଳି, ରାଫ୍ଲେସିଆ ଇତ୍ୟାଦି। ଏବେ ଦେଖିବା ସହଜୀବୀୟ ପୋଷଣ। ଦୁଇଟି ଭିନ୍ନ ଜାତିର ପ୍ରାଣୀ ଏକାଠି ବସବାସ କରିବାକୁ ସହଜୀବିତା କୁହାଯାଏ। ମନୁଷ୍ୟ ଅନ୍ତନଳୀରେ ବାସ କରୁଥିବା ଇଶ୍ଚେରିଚିଆ ନାମକ ବ୍ୟାକ୍ଟେରିଆ ଏହାର ଉଦାହରଣ। ଏବେ ଦେଖିବା 4 ନମ୍ବରରେ କ'ଣ କ୍ୱେଶ୍ଚିନ୍ ଅଛି। ମଣିଷ ଖାଦ୍ୟ ନଳୀର ବିଭିନ୍ନ ଅଂଶ ଲେଖ। ପାଟିରେ ଖାଦ୍ୟର ପରିବର୍ତ୍ତନ କିପରି ହୋଇଥାଏ ବୁଝାଅ। ଆନ୍ସର ହେଉଛି ମନୁଷ୍ୟ ଖାଦ୍ୟ ନଳୀର ଗଠନ ଓ କାର୍ଯ୍ୟ ଉପରେ ନିର୍ଭର କରି ଏହାକୁ ବିଭିନ୍ନ ଅଂଶରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଉଛି ଏ. ପାଟି, ବି. ମୁଖ ଗହ୍ୱର, ସି. ଗ୍ରସନୀ, ଡି. ଗ୍ରାସନଳୀ, ଇ. ପାକସ୍ଥଳୀ, ଏଫ୍. କ୍ଷୁଦ୍ରାନ୍ତ୍ର, ଜି. ବୃହଦନ୍ତ୍ର, ଏଚ୍. ମଳାଶୟ ଏବଂ ଆଇ. ମଳଦ୍ୱାର। ପାଟିରେ ଖାଦ୍ୟର ପରିବର୍ତ୍ତନ। ପ୍ରଥମ ପଏଣ୍ଟ, ପାଟିରେ 4 ପ୍ରକାର 32ଟି ଦାନ୍ତ ଦ୍ୱାରା ଖାଦ୍ୟ ଗୁଣ୍ଡ ହୋଇଥାଏ। ଦ୍ୱିତୀୟ ପଏଣ୍ଟ, 3 ଯୋଡ଼ା ଲାଳ ଗ୍ରନ୍ଥିରୁ ନିଃସୃତ ଲାଳ ଦ୍ୱାରା ଚର୍ବିତ ଖାଦ୍ୟ ପିଚ୍ଛଳ ଓ ମଣ୍ଡ ପରି ହୋଇଥାଏ। 3 ନମ୍ବର ପଏଣ୍ଟ, ଲାଳରେ ଥିବା ଟାଏଲିନ୍ ନାମକ ଏଞ୍ଜାଇମ୍ ଜଟିଳ ଶ୍ୱେତସାର ଖାଦ୍ୟ ମଣ୍ଡଦକୁ ମାଲ୍ଟୋଜରେ ପରିଣତ କରେ। ଚତୁର୍ଥ ପଏଣ୍ଟ, ପାଟିରୁ ଖାଦ୍ୟ ଅଧିଜିହ୍ୱା ଦ୍ୱାରା ଗ୍ରାସନଳୀ ଭିତରକୁ ଚାଲିଯାଏ। ପିଲାମାନେ, ଏକ୍ଜାମରେ କ'ଣ କ୍ୱେଶ୍ଚିନ୍ ଆସିବ ସେଥିପାଇଁ ଡାଉଟ୍ ଅଛି କି? କ'ଣ ଲେଖିବି, କ'ଣ କରିବି, କେଉଁ କ୍ୱେଶ୍ଚିନ୍ ଠିକ୍, କେଉଁଟା ଏକ୍ଜାମରେ ଆସିବ ମୁଁ ତ କିଛି ବୁଝିପାରୁନି। ନିହାତି ଏହିପରି କିଛି ଭାବନା ତମମାନଙ୍କ ମୁଣ୍ଡରେ ଆସୁଥିବ, ଠିକ୍ ନା? ତେବେ ଏଥିରେ ଭାବିବାର କ'ଣ ଅଛି? ସଙ୍ଗେ ସଙ୍ଗେ ଆମ ଚ୍ୟାନେଲକୁ ଲାଇକ୍, ଫଲୋ, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅ। କାରଣ ଆମେ ସବୁବେଳେ ତମମାନଙ୍କ ପାଇଁ ନିହାତି
କିଛି ବଛା ବଛା କ୍ୱେଶ୍ଚିନ୍ ଆନ୍ସର ନେଇ ଆସିବୁ, ଯେଉଁଟାକି ତମମାନଙ୍କୁ ଏକ୍ଜାମରେ ବହୁତ ହେଲ୍ପ କରିବ। ତେଣୁ ଆଉ ଡେରି କାହିଁକି? ଆଉ ହଁ, ବେଲ୍ ଆଇକନ୍କୁ ଦବାଇବା ପାଇଁ ଜମା ବି ଭୁଲିବେନି, କାରଣ ଆମର ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ତମମାନଙ୍କ ପାଖରେ ନିହାତି ପହଞ୍ଚିଯିବ। ଆଉ ତମେମାନେ ନିହାତି ଏକ୍ଜାମରେ ଭଲ କରିବ। ବୁଝିପାରିଲେ ପିଲାମାନେ? ଏବେ ଦେଖିବା 5 ନମ୍ବର କ୍ୱେଶ୍ଚିନ୍ କ'ଣ ଅଛି। ପାକସ୍ଥଳୀର ଗଠନ ଓ କାର୍ଯ୍ୟ ଲେଖ। ପାକସ୍ଥଳୀର ଗଠନ। ପଏଣ୍ଟ 1, ପାକସ୍ଥଳୀର ଉପର ଭାଗ ଚଉଡ଼ା ଓ ତଳ ଅଂଶ କମ୍ ଓସାରିଆ। ଦ୍ୱିତୀୟ ପଏଣ୍ଟ, ପାକସ୍ଥଳୀର ଉପର ଭାଗକୁ କାର୍ଡିଆକ୍ ଷ୍ଟୋମାକ୍ କୁହାଯାଏ ଓ ତଳ ଭାଗକୁ ପାଇଲୋରିକ୍ ଷ୍ଟୋମାକ୍ କୁହାଯାଏ। ତୃତୀୟ ପଏଣ୍ଟ, ପାଇଲୋରିକ୍ ଷ୍ଟୋମାକ୍ ଶେଷରେ ମୁଦ୍ରିକା ଆକାରର ମାଂସପେଶୀ ରହିଥାଏ। ଏହାର ସଂକୋଚନ ଓ ଉନ୍ମୋଚନ ଫଳରେ ପାକସ୍ଥଳୀରୁ ଅର୍ଦ୍ଧଜୀର୍ଣ୍ଣ ଖାଦ୍ୟ ଅଳ୍ପ ଅଳ୍ପ ପରିମାଣରେ କ୍ଷୁଦ୍ରାନ୍ତକୁ ଯାଇଥାଏ। ଚତୁର୍ଥ ପଏଣ୍ଟ, ପାକସ୍ଥଳୀର ଭିତର ଆଚ୍ଛାଦନରେ ଅନେକ ଗ୍ରନ୍ଥି ରହିଛି। ଏହି ଗ୍ରନ୍ଥିରୁ ପାଚକ ରସ ଓ ଲବଣାମ୍ଳ ନିଃସୃତ ହୋଇଥାଏ। ଏବେ ଦେଖିବା ପାକସ୍ଥଳୀର କାର୍ଯ୍ୟ। ପ୍ରଥମ ପଏଣ୍ଟ, ପାକସ୍ଥଳୀରୁ କ୍ଷରିତ ପାଚକ ରସରେ ଥିବା ପେପ୍ସିନ୍ ଏଞ୍ଜାଇମ୍ ଅମ୍ଳୀୟ ପରିବେଶରେ ପୁଷ୍ଟିସାର ଜାତୀୟ ଖାଦ୍ୟକୁ ସରଳ ପ୍ରୋଟିଓସ୍ ଓ ପେଷ୍ଟୋନ୍ରେ ପରିଣତ କରିଥାଏ। ଦ୍ୱିତୀୟ ପଏଣ୍ଟ, ପାକସ୍ଥଳୀରୁ କ୍ଷରିତ ଲବଣାମ୍ଳ ଖାଦ୍ୟରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ଇତ୍ୟାଦିକୁ ମାରିଥାଏ। ତୃତୀୟ ପଏଣ୍ଟ, ପାଇଲୋରିକ୍ ଷ୍ଟୋମାକ୍ ଶେଷରେ ଥିବା ମୁଦ୍ରିକା ଆକାରର ମାଂସପେଶୀ ଦ୍ୱାରା ଖାଦ୍ୟ ତରଳ ମୁଣ୍ଡ ରୂପେ କ୍ଷୁଦ୍ରାନ୍ତର ପ୍ରଥମ ଅଂଶ ଗ୍ରହଣୀ ମଧ୍ୟକୁ ପ୍ରବେଶ କରିଥାଏ। ଏବେ ଦେଖିବା 6 ନମ୍ବର କ୍ୱେଶ୍ଚିନ୍ରେ କ'ଣ ଅଛି। ପାକନଳୀ ସହ ଜଡ଼ିତ ଗ୍ରନ୍ଥିଗୁଡ଼ିକର ନାମ ଓ କାର୍ଯ୍ୟ ଲେଖ। ଆନ୍ସର, ପାକନଳୀ ସହ ଜଡ଼ିତ ଗ୍ରନ୍ଥିଗୁଡ଼ିକ ହେଲା ଅଗ୍ନାଶୟ ଗ୍ରନ୍ଥି ଓ ଯକୃତ ଗ୍ରନ୍ଥି। ନେକ୍ସଟ ପଏଣ୍ଟ, ଅଗ୍ନାଶୟ ଗ୍ରନ୍ଥିରୁ କ୍ଷରିତ ଅଗ୍ନାଶୟ ରସରେ ବିଭିନ୍ନ ପ୍ରକାର ଏଞ୍ଜାଇମ୍ ଓ ସୋଡ଼ିୟମ ହାଇଡ୍ରୋଜେନ୍ କାର୍ବୋନେଟ୍ ଜାତୀୟ କ୍ଷାର ରହିଛି। ଏହି କ୍ଷାର ପାକସ୍ଥଳୀରୁ ପହଞ୍ଚିଥିବା ଅମ୍ଳୀୟ ଖାଦ୍ୟ ମଣ୍ଡଳକୁ ସାମାନ୍ୟ କ୍ଷାରୀୟ କରିଦିଏ। ନେକ୍ସଟ ପଏଣ୍ଟ ଦେଖିବା, ଅଗ୍ନାଶୟ ରସରେ ଥିବା ବିଭିନ୍ନ ଏଞ୍ଜାଇମ୍ ଖାଦ୍ୟକୁ ସରଳ ଖାଦ୍ୟରେ ପରିଣତ କରିଥାଏ। ଅଗ୍ନାଶୟ ରସରୁ ନିଃସୃତ ଇନ୍ସୁଲିନ୍ ଶ୍ୱେତସାରକୁ ଗ୍ଲୁକୋଜରେ ପରିଣତ କରେ।
ଇନ୍ସୁଲିନ୍ ଠିକ୍ ରୂପେ କ୍ଷରଣ ନହେଲେ ରକ୍ତରେ ଶର୍କରା ଅଂଶ ବଢ଼ିଯାଏ, ଫଳରେ ମଧୁମେହ ରୋଗ ହୁଏ। ନେକ୍ସଟ ପଏଣ୍ଟ, ଯକୃତରୁ କ୍ଷରିତ ପିତ୍ତ ରସ ଖାଦ୍ୟ ସହ ମିଶେ। ନେକ୍ସଟ ପଏଣ୍ଟ, ପିତ୍ତରେ ଏଞ୍ଜାଇମ୍ ନଥାଏ। ଏହା ଶ୍ୱେତସାର ଜାତୀୟ ଖାଦ୍ୟକୁ ଉପଦ୍ରବୀକରଣ କରି ଫ୍ୟାଟି ଏସିଡ୍ ଓ ଗ୍ଲିସେରଲ୍ରେ ପରିଣତ କରେ। ପିଲାମାନେ, ଏକ୍ଜାମ୍ରେ କ'ଣ କୋଶ୍ଚିନ୍ ଆସିବ ସେଥିପାଇଁ ଡାଉଟ୍ ଅଛି କି? ତେବେ ଏଥିରେ ଭାବିବାର କ'ଣ ଅଛି? ସଙ୍ଗେ ସଙ୍ଗେ ଆମ ଚ୍ୟାନେଲକୁ ଲାଇକ୍, ଫଲୋ, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅ। କାରଣ ଆମେ ସବୁବେଳେ ତମମାନଙ୍କ ପାଇଁ ନିହାତି କିଛି ବଛା ବଛା କୋଶ୍ଚିନ୍ ଆନ୍ସର୍ ନେଇ ଆସିବୁ, ଯେଉଁଟାକି ତମମାନଙ୍କୁ ଏକ୍ଜାମ୍ରେ ବହୁତ ହେଲ୍ପ କରିବ। ତେଣୁ ଆଉ ଡେରି କାହିଁକି? ଆଉ ହଁ, ବେଲ୍ ଆଇକନ୍କୁ ଦବାଇବା ପାଇଁ ଜମା ବି ଭୁଲିବେନି, କାରଣ ଆମର ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ତମମାନଙ୍କ ପାଖରେ ନିହାତି ପହଞ୍ଚିଯିବ। ଏବେ ଦେଖିବା 7 ନମ୍ବର କୋଶ୍ଚିନ୍ରେ କ'ଣ ଲେଖା ହୋଇଛି। କରେ ଅଛି ସହଜୀବୀୟ ପୋଷଣ ବୁଝାଅ। ପଏଣ୍ଟ 1, ବେଳେବେଳେ ଦୁଇଟି ଭିନ୍ନ ଜାତିର ପ୍ରାଣୀ ବା ଉଦ୍ଭିଦ ଏକାଠି ବସବାସ କରିବାର ଦେଖାଯାଏ। ଏହାକୁ ସହଜୀବିତା କୁହାଯାଏ। ଏମାନଙ୍କ ପୋଷଣ ପ୍ରକ୍ରିୟାକୁ ସହଜୀବୀୟ ପୋଷଣ କୁହାଯାଏ। 2 ନମ୍ବର ପଏଣ୍ଟ, ଏଥିରେ କେହି କାହାରି କ୍ଷତି କରନ୍ତି ନାହିଁ। ଉଦାହରଣ, ଆମ ଅନ୍ତନଳୀରେ ଥିବା ଇ. କୋଲାଇ ନାମକ ଏକ ବ୍ୟାକ୍ଟେରିଆ ସହଜୀବୀ ଭାବେ ରହି ଭିଟାମିନ୍ B12 ପ୍ରସ୍ତୁତ କରି ଆମକୁ ଯୋଗାଏ ଓ ଆମ ଅନ୍ତନଳୀର ସରଳୀକୃତ ଖାଦ୍ୟ ଗ୍ରହଣ କରି ନିଜର ପୁଷ୍ଟି ସାଧନ କରେ। ଏବେ ଦେଖିବା ଖରେ କେଉଁ କୋଶ୍ଚିନ୍ ଅଛି। ଆମର କେତେ ପ୍ରକାର ଓ କେତୋଟି ଦାନ୍ତ ଅଛି? ପଏଣ୍ଟ 1, ଆମ ପାଟିରେ ଉପର ମାଢ଼ିରେ 16 ଓ ତଳ ମାଢ଼ିରେ 16। ଏହିପରି ଭାବେ ମୋଟ 32ଟି ଦାନ୍ତ ଥାଏ। ପଏଣ୍ଟ 2, ମୋଟ 4 ପ୍ରକାର ଦାନ୍ତ ଆମ ପାଟି ଭିତରେ ଥାଏ। ପଏଣ୍ଟ 3, ପ୍ରତି ମାଢ଼ିରେ 4ଟି କର୍ତ୍ତନ ଦାନ୍ତ, 2ଟି ଶ୍ୱାନ ଦାନ୍ତ, 4ଟି ଚର୍ବଣ ଦାନ୍ତ ଓ 6ଟି ପେଷଣ ଦାନ୍ତ ରହିଥାଏ। ଏବେ ଦେଖିବା ଗରେ କେଉଁ କୋଶ୍ଚିନ୍ ଅଛି। ଜିଭ କେତେ ପ୍ରକାରର ସ୍ୱାଦ ବାରିପାରେ? ଜିଭର ଅନ୍ୟ କାର୍ଯ୍ୟଗୁଡ଼ିକ କ'ଣ? ପଏଣ୍ଟ 1, ଜିଭ ମୁଖ୍ୟତଃ 4 ପ୍ରକାର ସ୍ୱାଦ ବାରିପାରେ, ଯଥା ପିତା, ଖଟା, ମିଠା ଓ ଲୁଣିଆ। ପଏଣ୍ଟ 2, ଚର୍ବଣ ବେଳେ ଜିଭ ଖାଦ୍ୟକୁ ଦାନ୍ତ ନିକଟରେ ପହଞ୍ଚାଏ। ପଏଣ୍ଟ 3, ଜିଭ କଥା କହିବାରେ ସାହାଯ୍ୟ କରେ। ଏବେ ଦେଖିବା ଘରେ କେଉଁ କୋଶ୍ଚିନ୍ ଅଛି।
ପାକସ୍ଥଳୀରେ ଖାଦ୍ୟ ପରିଣତି ଲେଖ। ପଏଣ୍ଟ 1 ପାକସ୍ଥଳୀର ଭିତର ଆଚ୍ଛାଦନରେ ଅନେକ ଗ୍ରନ୍ଥି ରହିଛି। ଏହି ଗ୍ରନ୍ଥିରୁ ପାଚକ ରସ ଓ ଲବଣାମ୍ଳ ନିର୍ଗତ ହୋଇଥାଏ। ପଏଣ୍ଟ 2 ପାଚକ ରସରେ ଥିବା ପେପ୍ସିନ୍ ଅମ୍ଳୀୟ ପରିବେଶରେ ପୁଷ୍ଟିସାର ଜାତୀୟ ଖାଦ୍ୟକୁ ପ୍ରୋଟିଓସ୍ ଓ ପେଷ୍ଟୋନରେ ପରିଣତ କରେ। ପଏଣ୍ଟ 3 ଲବଣାମ୍ଳ ଖାଦ୍ୟକୁ ଅମ୍ଳ ମାଧ୍ୟମ କରେ। ଏହା କ୍ଷତିକାରକ ବ୍ୟାକ୍ଟେରିଆ ଆଦିକୁ ମାରିଦିଏ। ଏବେ ଦେଖିବା ଉଅଁରେ କେଉଁ କୋଶ୍ଚିନ୍ ଅଛି। ପାକସ୍ଥଳୀରୁ ଖାଦ୍ୟ ମଣ୍ଡ କେଉଁଠାକୁ ଯାଏ? ଖାଦ୍ୟର ଅବଶୋଷଣ ପରେ ଅବଶିଷ୍ଟ ଖାଦ୍ୟର ପରିଣତି ଲେଖ। ପଏଣ୍ଟ 1 ପାକସ୍ଥଳୀରୁ ଖାଦ୍ୟ ମଣ୍ଡ କ୍ଷୁଦ୍ରାନ୍ତର ପ୍ରଥମ ଅଂଶ ଗ୍ରହଣୀକୁ ଯାଏ। ପଏଣ୍ଟ 2 ଅବଶୋଷଣ ପରେ ଏହା ରକ୍ତ ଦ୍ୱାରା ବାହିତ ହୋଇ ଯକୃତରେ ପହଞ୍ଚେ। ଯକୃତରୁ ଏହା ଶରୀରର ବିଭିନ୍ନ ଅଂଶରେ ପହଞ୍ଚିଥାଏ ଏବଂ ଶକ୍ତି ମୋଚନ ଆଦି କାର୍ଯ୍ୟରେ ନିୟୋଜିତ ହୋଇଥାଏ। ଏବେ ଦେଖିବା ଚରେ କେଉଁ କୋଶ୍ଚିନ୍ ଅଛି। ଆଲୋକ ପ୍ରକ୍ରିୟା ବୁଝାଅ। ପଏଣ୍ଟ 1 ଆଲୋକ ଶ୍ଳେଷଣରେ ଆଲୋକ ପ୍ରକ୍ରିୟା ଥାଇଲାକଏଡ୍ ଝିଲ୍ଲିରେ ସମ୍ପାଦିତ ହୋଇଥାଏ। ଏହି ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟ ଦେଇ ହୋଇଥାଏ। ପ୍ରଥମ ପର୍ଯ୍ୟାୟ କ୍ଲୋରୋଫିଲ୍ ଆଲୋକ ଶକ୍ତି ଗ୍ରହଣ କରି ଅନ୍ୟାନ୍ୟ କ୍ଲୋରୋଫିଲ୍କୁ ଆଲୋକ ସ୍ଥାନାନ୍ତରଣ କରିଥାଏ। ଦ୍ୱିତୀୟ ପଏଣ୍ଟ ଆଲୋକ ଶକ୍ତି ପ୍ରତିକ୍ରିୟା କେନ୍ଦ୍ର PS1 P700ରେ ପହଞ୍ଚିଥାଏ ଏବଂ ସେଠାରେ କ୍ଲୋରୋଫିଲ୍ ଉଦ୍ଦୀପିତ ହୁଏ ଓ ଇଲେକ୍ଟ୍ରନ୍ ବାହାରିଥାଏ। ନେକ୍ସଟ ପଏଣ୍ଟ ଉତ୍ପନ୍ନ ଇଲେକ୍ଟ୍ରନ୍ ବାହକ ଅଣୁ ମାଧ୍ୟମରେ ଗତି କରି NADP+ରେ ପହଞ୍ଚିଥାଏ। ଏହାକୁ ସହକାରକ କୁହାଯାଏ। ନେକ୍ସଟ ପଏଣ୍ଟ NADP+ ଇଲେକ୍ଟ୍ରନ୍ ଗ୍ରହଣ କରି ବିଜାରିତ ହୁଏ ଏବଂ NADPHରେ ପରିଣତ ହୁଏ। ଏବେ ଦେଖିବା ଦ୍ୱିତୀୟ ପର୍ଯ୍ୟାୟ। ପଏଣ୍ଟ 1 ଆଲୋକ କେନ୍ଦ୍ର PS1 P700ରେ ଇଲେକ୍ଟ୍ରନ୍ ଶୂନ୍ୟତା ସୃଷ୍ଟି ହୋଇଥାଏ। ଏହାକୁ ପୂରଣ କରିବା ପାଇଁ ଅନ୍ୟ ଏକ ଆଲୋକ କେନ୍ଦ୍ର PS2 P680ରୁ ଇଲେକ୍ଟ୍ରନ୍ ସ୍ଥାନାନ୍ତରଣ ହୋଇଥାଏ। ନେକ୍ସଟ ପଏଣ୍ଟ ଏହାଦ୍ୱାରା
ଥାଇଲାକ୍ ଏଡ୍ ଝିଲ୍ଲିରେ ଜଳ ଅଣୁର ବିଶ୍ଳେଷଣ ଘଟି ଇଲେକ୍ଟ୍ରନ୍, ପ୍ରୋଟନ୍ ଓ ଅମ୍ଳଜାନ ନିର୍ଗତ ହୁଏ ଏବଂ ଲ୍ୟାମେନ୍ରେ ଅଧିକ ପ୍ରୋଟନ୍ ଜମା ହୁଏ। ନେକ୍ସଟ ପଏଣ୍ଟ, ଏହା ଫଳରେ ଏକ ପ୍ରକାର ଅବକ୍ରମ ବା ବଳ ସୃଷ୍ଟି ହୁଏ। ଏହି ବଳକୁ ଉପଯୋଗ କରି କମ୍ ଶକ୍ତି ସମ୍ପନ୍ନ ADP ଅଧିକ ଶକ୍ତି ସମ୍ପନ୍ନ ATPରେ ପରିଣତ ହୋଇଥାଏ। ନେକ୍ସଟ ପଏଣ୍ଟ, NADPH ଓ ATP ଉଭୟ ମିଶି ଆଲୋକ ଶ୍ଳେଷଣ ଶକ୍ତି ଗଠନ କରିଥାନ୍ତି। ଏବେ ଦେଖିବା 6ରେ କେଉଁ କ୍ୱେଶ୍ଚିନ୍ ଅଛି। ଆଲୋକ ଶ୍ଳେଷଣରେ ରୁବିସ୍କୋର ଭୂମିକା ବୁଝାଅ। ଫାର୍ଷ୍ଟ ପଏଣ୍ଟ, ଅନ୍ଧକାର ପ୍ରକ୍ରିୟା ଆଲୋକ ପ୍ରକ୍ରିୟାର କିଛି ସମୟ ପରେ ଆରମ୍ଭ ହୋଇଥାଏ ଓ ତାପରେ ଆଲୋକ ପ୍ରକ୍ରିୟା ସହିତ ଚାଲିଥାଏ। ଦ୍ୱିତୀୟ ପଏଣ୍ଟ, ଏହି ପ୍ରକ୍ରିୟାରେ ରୁବିସ୍କୋର ନାମକ ଏଞ୍ଜାଇମ୍ର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଥାର୍ଡ଼ ପଏଣ୍ଟ, ରୁବିସ୍କୋ ସାହାଯ୍ୟରେ ସର୍ବପ୍ରଥମେ ଅଙ୍ଗାରକାମ୍ଳ ଜୈବ ପଦାର୍ଥରେ ବିବର୍ଦ୍ଧିତ ହୋଇ କ୍ରମଶଃ ଗ୍ଲୁକୋଜରେ ପରିଣତ ହୁଏ।